ମୁଁ ଅଭିଷିକ୍ତା ମିଶ୍ରା। ମୁଁ ପ୍ରଥମେ ଛୋଟ ଛୋଟ ମୋ ନିଜର ଅନୁଭୂତି ଲେଖୁଥିଲି। ଏମିତି ମୁଭି ପାଇଁ କେବେ ଷ୍ଟୋରି ଲେଖିବି ବୋଲି କେବେ ବି ସ୍ୱପ୍ନରେ ବି ମୁଁ ଭାବିନଥିଲି। କିନ୍ତୁ ଯେତେବେଳେ 2016 ମସିହାରେ ମୋର ପ୍ରଥମେ ଚାକିରି ଆରମ୍ଭ ହେଲା ଗଞ୍ଜାମ ଖଲିକୋଟରେ RCM କଲେଜରେ, ତ ସେଇଠି ରହିଲା ପରେ ମୁଁ ଧୀରେ ଧୀରେ ଦଣ୍ଡନାଚକୁ ବହୁତ ପାଖରୁ ଦେଖିଲି। ଆଣ୍ଡ ଭାଗ୍ୟବଶତଃ ସୌଭାଗ୍ୟବଶତଃ ମୋର ବାହାଘର ବି ହେଲା ଗଞ୍ଜାମରେ। ତ ମୁଁ ଗଞ୍ଜାମରେ ଦଣ୍ଡନାଚ ଆମ ଘରୁ ବି ମୋର ଶ୍ୱଶୁର ଆଣ୍ଡ ଅଲଗା ଫ୍ୟାମିଲି ଲୋକମାନେ ସମସ୍ତେ ମୁଁ ସେମାନଙ୍କୁ ଦେଖିଲି କି ଦଣ୍ଡରେ ଯିବାର। ଆଣ୍ଡ ଦଣ୍ଡର ସେଇ ରୀତିନୀତି ନିୟମ, ଦଣ୍ଡ ପଛର କାହାଣୀ, ବିଭିନ୍ନ ପ୍ରକାରର ଦଣ୍ଡ, ସେସବୁ ଜିନିଷ ମୋତେ ବହୁତ ଇନ୍ସପାୟାର କଲା। ଆମର ଜଗତସିଂହପୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଆମେ ଝାମୁ ଯାତ୍ରା ଦେଖିଥିଲୁ, କିନ୍ତୁ ଦଣ୍ଡ ବିଷୟରେ ସତ କହିଲେ ମୁଁ କେବେ ଜାଣିନଥିଲି। କିନ୍ତୁ ସେଇଠି ଗଲା ପରେ ଯେତେବେଳେ ମୁଁ ଦଣ୍ଡ ବିଷୟରେ ଦେଖିଲି, ଜାଣିଲି, କାହାଣୀ ଲେଖିବି ବୋଲି ନିହାତି ତ ମୁଁ କେବେ ଭାବିନଥିଲି। ସେଇଠୁ ଆସିଲା ପରେ ଯେତେବେଳେ ମୁଭି କରିବା କଥା ମୁଣ୍ଡରେ ଆସିଲା, ଏମିତି ଗୋଟେ ରାତିରେ ବସି ଭାବିଲି କେଉଁ ଉପରେ ଷ୍ଟୋରି ଗୋଟେ ହେଇପାରିବ। କେଜାଣି କେମିତି କାହିଁ ଲେଖୁ ଲେଖୁ ମୁଁ ଭାବିଲି ଦଣ୍ଡକାଳୀଙ୍କ ଉପରେ ଲେଖିବା ଆରମ୍ଭ କଲେ ହୁଅନ୍ତା। ଆଣ୍ଡ ଯେଉଁ ଦିନଠୁ ଭାବିଲି ତା ପରଠୁ ଯାହା ବି ଲେଖିଛି, ଯାହା ବି ଷ୍ଟୋରି ଆସିଛି, ମୁଁ ଭାବୁନି କି ମୁଁ ନିଜେ ଲେଖିଛି କି ମୋ ନିଜ ଲେଖନୀ ଲେଖିଛି ବୋଲି। ମୁଁ ଭାବିଛି ମା ହିଁ ଲେଖି ଦେଇଛନ୍ତି ମୋ ହାତରେ। ତ ଦେଖାଯାଉ, ଆଶା ଅଛି ନିହାତି ଭାବରେ ମୁଭିଟି ଭଲ ହେଇଥିବ ବୋଲି। କେବଳ ଷ୍ଟୋରି ସିନା ମୋର, କିନ୍ତୁ ମାଆଙ୍କ ଆଶୀର୍ବାଦ ନଥିଲେ ଯେ ଭଲ ହେବ ସେଇଟା ବି କହିହେବନି। ତ କ'ଣ କ'ଣ ଏମିତି ୟୁନିକ୍ ଜିନିଷ ସ୍ଥାନ ପାଇଛି ଆମ ଷ୍ଟୋରିରେ? ମୁଭିରେ ନା ଷ୍ଟୋରିରେ? ଷ୍ଟୋରିରେ ଆମେ ସତ କଥା ହେଲା ନର୍ମାଲ ଗୋଟେ ଓଡ଼ିଆ ଘରର କାହାଣୀ ଅଛି, କିନ୍ତୁ ଦଣ୍ଡର ବହୁତ ନିୟମ, ଯେଉଁଟାକି ଅଲଗା ଉପକୂଳବର୍ତ୍ତୀ ଅଞ୍ଚଳର ଲୋକ କି ସାରା ଓଡ଼ିଶାର ଲୋକ ଯେଉଁମାନେ ଦଣ୍ଡର ସବୁ ନିୟମ ବିଷୟରେ ଜାଣିନାହାନ୍ତି, ସେଇଟା ହିଁ ଆମ ଷ୍ଟୋରିର ସ୍ପେଶାଲିଟି। କି କେବଳ ଆମେ କମର୍ସିଆଲ ୱେରେ ୟାକୁ ବନେଇନୁ, ଦଣ୍ଡର ସବୁ ରୀତିନୀତି ନିୟମକୁ ଠିକ୍ ଭାବରେ ଆମେ ଉପସ୍ଥାପନା କରିଛୁ ମୁଭିରେ। ସେଇଟା ହିଁ ଆମ ମୁଭିର ସ୍ପେଶାଲିଟି। ଛୋଟ ଏକ୍ସାମ୍ପଲ ଗୋଟେ ନିୟମର, ଆଜ୍ଞା ଗୋଟେ ନିୟମର ଗୋଟେ ଛୋଟ ଏକ୍ସାମ୍ପଲ, ସେଇଟା ମୁଁ ଚାହୁଁଛି କି ଦେଖନ୍ତୁ ସମସ୍ତେ ମୁଭିରେ ବୋଲି 13 ଦିନ ଦଣ୍ଡ, 21 ଦିନ ଦଣ୍ଡ। ଆଣ୍ଡ ପାଣି ଭିତରୁ ଦଣ୍ଡ କେମିତି ଆସେ, ସମସ୍ତେ ଭାବନ୍ତି କି ଯେକୌଣସି ବି ଗାଁରେ ବି ଦଣ୍ଡ ହେଇପାରିବ, କିନ୍ତୁ ସେଇଟା ଗୋଟେ ମିସକନସେପସନ୍। ଯେକୌଣସି ଗାଁ ଲୋକ ଚାହିଁଲେ ସେମାନେ ଦଣ୍ଡକାଳୀ ବାହାର କରିପାରିବେ ନାହିଁ। ସେଥିପାଇଁ ମାଆଙ୍କର ଆଶୀର୍ବାଦ ରହିଥିବା ଦରକାର। ପାଣି ଭିତରେ ବୁଡ଼ି ଗୋଟେ ଦଣ୍ଡ ବାହାରେ, ଗୋଟେ ନୂଆ ଜିନିଷ ମୁଁ ଭାବୁଛି ଜାଣିନଥିବେ କେହି ସମସ୍ତେ ଓଡ଼ିଶାର ଲୋକମାନେ। ଯେଉଁ ସାରା ଓଡ଼ିଶାର କଥାଟା, ତା ଭିତରେ ମା ତ ମାଆଙ୍କର କଥା, କେଉଁଠି କାଳୀ, କେଉଁଠି ଲକ୍ଷ୍ମୀ, କେଉଁଠି ସରସ୍ୱତୀ। ତେଣୁ ତାଙ୍କରି ସେଇ ଦଣ୍ଡ ଯେଉଁ ହୁଏ ଏଇ ଏପ୍ରିଲ ମାସରେ ହିଁ ସୁଟିଂ ହେବ, କାରଣ ଏତିକି ବେଳେ ହିଁ ଦଣ୍ଡର ଆଜିଠୁ ଆରମ୍ଭ ହେଉଛି ଆଉ ସେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ। ତେଣୁ ତାରି ଭିତରେ ଆମେ ତାକୁ ବି ଡକୁମେଣ୍ଟେସନ୍ କରିବୁ, କାରଣ ଏତେ ଦଣ୍ଡ ଆସିବେ, ତା ଭିତରେ କ୍ୟାରେକ୍ଟର କାମ କରିବାକୁ ପଡ଼ିବ। ତେଣୁ ଯାହା ହଉ ମାଆଙ୍କ ନାଁରେ ଦଣ୍ଡକାଳୀ ହେଉଛି, ପୁରା ଖାଲି ମାଆଙ୍କ ଉପରେ, ମାଆଙ୍କୁ ଧରିକିରି କ'ଣ କ'ଣ ହେଉଛି କାହାଣୀ। ତେଣୁ ଦଣ୍ଡକାଳୀ ତାରି ଉପରେ ସୁଧାଂଶୁ ବାବୁଙ୍କର, ସୁଧାଂଶୁ ସାହୁଙ୍କର ଗୋଟେ ଆଉ ଅନ୍ୟ ଏକ ଇଏ। ତେଣୁ ଯେହେତୁ ମାଆଙ୍କ ଉପରେ ହେଉଛି, ଲାଗୁଛି, ଏବଂ ସମସ୍ତେ କହିଲେଣି କ'ଣ ଦୀର୍ଘିକାର ବାସ୍ତୁ ଏସବୁ ଏତେ କଥା ଆସିଲାଣି ଯେତେବେଳେ ମାଆଙ୍କ କୃପା, ତେଣୁ ଆମେମାନେ ତାକୁ ହିଁ ପାଥେୟ କରିକି ଅଭିନୟ ବି କରିବୁ। ବହୁତ ଭଲ ଭଲ ଅଭିନେତା ଅଭିନେତ୍ରୀ ଅଛନ୍ତି, ମହେଶ୍ୱର ଦେବୀ ଅଛନ୍ତି, ବିଶ୍ୱାସୀ କେତେ ବହୁତ ଅଛନ୍ତି, ବଢ଼ିଆ ମ୍ୟୁଜିକ୍। ତେଣୁ ସିନେମାଟି ନିହାତି ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ବହୁତ ଆଶା।